ସ୍ଥାନ ତାମିଲନାଡୁର ମଦୁରାଇ। ସମୟ ଦିନ 1 ହେବ। ତାପମାତ୍ରା 41 ଡିଗ୍ରୀ। ହେଲେ ରାଜରାସ୍ତାରେ ଶହ ଶହ ହଜାର ହଜାର ଲୋକ। ଦେଖୁ ଦେଖୁ ଚାରିଆଡେ ଅସମ୍ଭାଳ ଭିଡ଼। ଇଚ୍ଛା ଥଲପତି ବିଜୟଙ୍କର ଗୋଟିଏ ଝଲକ ତାଙ୍କୁ ଦେଖିବା ଏବଂ ଟିକେ ହାତ ହଲାଇ ଗୋଟିଏ ଫ୍ୟାନ୍ ହେବାର ଇଚ୍ଛା ପୂରା କରିବା। ସେଥିପାଇଁ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଭିଡ଼। ମଦୁରାଇ ପାଲଟିଛି ଜନସମୁଦ୍ର। ଥଲପତି ବିଜୟଙ୍କୁ ଦେଖିବାକୁ ପାଗଳ ପ୍ରାୟ ପାଲଟି ଯାଇଥିଲେ ଫ୍ୟାନ୍ସ। ଭିଡ଼ରେ ଥିଲେ କଲେଜ ପଢୁଆ ଝିଅ, ଯୁବତୀ, ଗୃହିଣୀ ଓ ଯୁବକ। ମନରେ ଭରିଥିଲା ପ୍ରବଳ ଉତ୍ସାହ। ଗୁରୁବାର ଭଳି କାର୍ଯ୍ୟ ଦିବସ ହୋଇଥିଲେ ହେଁ ଥଲପତିଙ୍କର ଗୋଟିଏ ଝଲକ ପାଇବା ପାଇଁ ଯିଏ ଯେଉଁଠି ଥିଲେ ଧାଇଁ ଆସିଥିଲେ। ଥଲପତିଙ୍କ ଫିଲ୍ମର ପପୁଲାର ଗୀତ ଗାଉଥିଲେ, ନାଚୁଥିଲେ ଆଉ ତାଙ୍କ ନାଁରେ ସ୍ଲୋଗାନ ମଧ୍ୟ ଦେଉଥିଲେ। ଭିଡ଼ ସମ୍ଭାଳିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ତାମିଲ ସିନେମାର ସବୁଠାରୁ ପ୍ରସିଦ୍ଧ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଥଲପତି ବିଜୟ। ଫେବୃଆରୀ 2024ରେ ସେ ରାଜନୀତିରେ ପାଦ ଥାପିବା ନେଇ ଘୋଷଣା କରିଥିଲେ ଏବଂ ନିଜର ଦଳ ଟିଭିକେ ଘୋଷଣା କରିଥିଲେ। ବ୍ୟୁରୋ ରିପୋର୍ଟ, RCN ଓଡ଼ିଆ।